ଡୁବୁରି ଆସାମ ପେଟ୍ରୋଲ ପମ୍ପ ନିକଟ 53 ନମ୍ବର ଜାତୀୟ ରାଜପଥରେ ଚିପ୍ସ ବୋଝେଇ ଟିପ୍ପର ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କଳିଙ୍ଗନଗର ଥାନା ଅଧୀନସ୍ଥ ଡୁବୁରି ଆସାମ ପେଟ୍ରୋଲ ପମ୍ପ ନିକଟ 53 ନମ୍ବର ଜାତୀୟ ରାଜପଥରେ ଏକ ଚିପ୍ସ ବୋଝେଇ ଟିପ୍ପର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ରବିବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଟିପ୍ପର ଚାଳକ ଗୁରୁତର ହୋଇଥିବା ବେଳେ ରାଜପଥରେ ଯାଉଥିବା ପଥଚାରୀ କାରର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଗୁରୁତର ଥିବା ଟିପ୍ପର ଚାଳକଙ୍କୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।